नाम आह्वान करे प्रभु दास आसवे वाक्य परिवेशन करेंगे। आसतु जब आसते आम समस्त करताल दास को आम स्वागत करवा। समस्त को मो भक्ति भरा नमस्कार। प्रभु को महत नाम को धन्यवाद दिए सुंदर सुजोग अवकाश प्रभु आज आम आश्चर्य भाव प्रदान कर प्रभु को महत नाम धन्यवाद हो। महान सुजोग निमंते मो प्रिय मंडली गति मंडलीर पालक दुई दीपन एवं समस्त कर्मकर्ता वृंद गति मु धन्यवाद दी एवं विशेष भाव प्रभु दास दासी मैंने जतेक दूर दूरांतर आसी से निकट में हृदय धन्यवाद एवं आपण मैंने जतेक समवेत आपण मान प्रत्येक निकट में हृदय गभीर कोणु सभक्ति अभिनंदन ज्ञापन कर आम पुनर्बार निरूपित शास्त्रांश पाठ करने को जीवा प्रकाशित 10 पर्व 10 पद से मु दूतंक हस्तरू से क्षुद्र पुस्तकटी नहीं ताहा भोजन कले ताहा मो मुख को महु परि मिठा लागिला किंतु ताहा भक्षण कला परे मोर उदर तिक्त होई गला जेउठी मढ़ा सेठी सागुणा माथु लिखित सुसमाचार तार 24 पर्व प्रभु जुगांत संबंध वार्ता कहवा बेले से अंश को से वाक्य को से निजे प्रकाश करते जिसु हर्मिगिदन युद्ध संपर्क से उक्ति प्रकाश करते और से हर्मिगिदन युद्ध शह शह लोक हजार हजार लोके से माने मरा पड़े और से मढ़ सबको कबर देवा बहुत मुश्किल कथा और से मढ़ा मान खुंपी खुंपी खाइबा को सागुणा माने एकाठी हेबे आज खबर यही हर्मिगिदन युद्ध जो मेगिडो उपत्यकार वर्तमान मध्य हजार हजार संख्यार सागुणा माने केउठी थिले कि जाने से माने सेही एकाठी हेउछथि ताहा प्रकाश करे प्रभु जीशु ख्रीष्ट को द्वितीय आगमन अति सन्निकट जीशु आ गोटे वार्ता कही जते इस्राएल माने से माने इस्राएल देश को प्रत्यागमन करेंगे जानब मोहर द्वितीय आगमन अति सन्निकट 70 ख्रीष्टाब्द बेलू इस्राएल माने इस्राएल देश को परित्याग करी पृथ्वीर भिन्न भिन्न देश मानकर रणछत्र भाव बसति कर 1948 मसीह जिते विश्व पंचायत डिक्लेयर कले जे एही देशटी इस्राएल मान देश अटे से समय आज पर्यंत इस्राएल माने से इस्राएल देश को फेरंदा यात्रा करुअछंती ताहा मध्य प्रकाश करे जीशुक द्वितीय आगमन अति सन्निकट सृष्टि आरंभ नहंग जल प्लावन पर्यंत प्राय 2000 वर्ष व्यवधान नहंग जल प्लावन ठारू प्रभु जीशु ख्रीष्ट क्रूसीय मृत्यु पर्यंत आउ गोटाए 2000 वर्षर व्यवधान आ प्रभु जीशु ख्रीष्ट समय ठारू आज पर्यंत रफली
ଆଉ ଗୋଟେ 2000 ବର୍ଷର ବ୍ୟବଧାନ ଜଣା ପଡୁଛି। ହୁଏତ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ଅତି ନିକଟବର୍ତ୍ତୀ ସମୟରେ ପହଞ୍ଚି ଯାଇଅଛୁ। ହୁଏତ ଆମମାନଙ୍କ ଏହି ଜୀବନ କାଳରେ ମଧ୍ୟ ଯୀଶୁ ହଠାତ୍ ଦ୍ୱିତୀୟ ଆଗମନ କରିପାରିବେ। ତାଙ୍କରି ଦ୍ୱିତୀୟ ଆଗମନ ପାଇଁ କୌଣସି ଭାବବାଣୀ ବାକି ନାହିଁ ଯେ ତାହା ସଫଳ ହେଲେ ଯାଇ ଯୀଶୁ ଆସିବେ ବୋଲି। ସବୁ ଭାବବାଣୀ ସଫଳୀକୃତ, ସମୟ ପହଞ୍ଚି ଅଛି। ଆଉ ସେ ହଠାତ୍ କେତେବେଳେ ସେ ଦ୍ୱିତୀୟ ଆଗମନ କରିବେ। ଆଉ ସେ ଯେତେବେଳେ ଦ୍ୱିତୀୟ ଆଗମନ କରିବେ, ସେ ପ୍ରଥମେ ମଧ୍ୟ ଆକାଶକୁ ଆସିବେ। ଆଉ ମଧ୍ୟ ଆକାଶକୁ ଆସିବା କ୍ଷଣି ଏ ପୃଥିବୀ ପୃଷ୍ଠରେ ଯେଉଁ ବିଶ୍ୱସ୍ତରୀୟ ମଣ୍ଡଳୀ ରହିଛି, ଅର୍ଥାତ୍ ଯେତେ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୋର ଉଦ୍ଧାରକର୍ତ୍ତା ବୋଲି ବିଶ୍ୱାସ କରି ପରିତ୍ରାଣ ପାଇ ଅଛନ୍ତି, ସେମାନେ ମରିଥିବା ଲୋକମାନେ ହୁଅନ୍ତୁ କି ବଞ୍ଚିଥିବା ଲୋକମାନେ ହୁଅନ୍ତୁ, ସମସ୍ତେ ଏକାଠି ରୂପାନ୍ତରିତ ହୋଇ ମରିଥିବା ଲୋକମାନେ ପୁନରୁଦ୍ଧିତ ହେବେ। ଯେଉଁମାନେ ବଞ୍ଚିଛନ୍ତି ଯୀଶୁଙ୍କୁ ବିଶ୍ୱାସ କରି ସେମାନେ ରୂପାନ୍ତରିତ ହେବେ। ଆଉ ମିଳିତ ଭାବେ ସେହି ମଣ୍ଡଳୀ, ବିଶ୍ୱସ୍ତରୀୟ ମଣ୍ଡଳୀ, ପରିତ୍ରାଣ ପ୍ରାପ୍ତ ଖ୍ରୀଷ୍ଟ ମଣ୍ଡଳୀ, ସେମାନେ ଊର୍ଦ୍ଧ୍ୱକୁ ନୀତ ହେବେ ଯୀଶୁ ଖ୍ରୀଷ୍ଟଙ୍କୁ ସାକ୍ଷାତ କରିବା ପାଇଁ। ଅନେକ ସମୟରେ ଅନେକ ପ୍ରକାର ଭୁଲ ବୁଝାମଣା ସବୁ ଦେଖିବାକୁ ମିଳେ। ହୁଏତ କେତେକ ମଣ୍ଡଳୀ କୁହନ୍ତି ଯେ ଆମେ ସେହି ମଣ୍ଡଳୀ, ଯେବେ ଯୀଶୁ ଦ୍ୱିତୀୟ ଆଗମନ କରିବେ ଆମ ମଣ୍ଡଳୀ ଊର୍ଦ୍ଧ୍ୱକୁ ଯିବ। ତାହା ନୁହେଁ, ତାହା ସମ୍ପୂର୍ଣ୍ଣ ରୂପେ ଭୁଲ। ଯୀଶୁ ଯେତେବେଳେ କହିଲେ ତାଙ୍କ ମଣ୍ଡଳୀକୁ ସେ ଗ୍ରହଣ କରିବେ, ତା ମାନେ ନୁହଁ ତାହା କୌଣସି ଲୋକାଲ ଚର୍ଚ୍ଚ, ତାହା ହେଉଛି ବିଶ୍ୱସ୍ତରୀୟ ମଣ୍ଡଳୀ। ଆଉ ଯେତେବେଳେ ଏହି ରାପ୍ଚର ହବ ବା ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବେଳେ, ଠିକ୍ ସେହି ସମୟଠାରୁ ଏହି ଜଗତରେ, ପୃଥିବୀ ପୃଷ୍ଠରେ 7 ବର୍ଷର କ୍ଲେଶ ନିଶ୍ଚିତ ଭାବେ, ଆକ୍ଷରିକ ଭାବେ ଏ ପୃଥିବୀ ପୃଷ୍ଠରେ ଘଟିବ। ଆଉ ସେହି 7 ବର୍ଷର କ୍ଲେଶକୁ ଦାନିଏଲ ଭବିଷ୍ୟତ ବକ୍ତାଙ୍କ 70 ସପ୍ତାହର 70ତମ ସପ୍ତାହ ବୋଲି କୁହାଯାଏ। 69 ସପ୍ତାହ ସୁଦ୍ଧା ମସିହ ଉଚ୍ଛିନ୍ନ ହୋଇଥିଲେ କୃଷ ଉପରେ। ତାପରେ 70ତମ ସପ୍ତାହ ଲାଗୁ ହେବା କଥା, ଆସିବା କଥା। ଠିକ୍ ସେତିକିବେଳେ ମଣ୍ଡଳୀ ଯୁଗର ଆରମ୍ଭ ହୋଇଅଛି। ଆଉ ବର୍ତ୍ତମାନ ମଧ୍ୟ ମଣ୍ଡଳୀ ଯୁଗ ଚାଲୁ ରହିଅଛି। ଯେତେବେଳେ ଏହି ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହବ, ସେତେବେଳେ ଦାନିଏଲଙ୍କ ସେ 70ତମ ସପ୍ତାହ ଏ ପୃଥିବୀ ପୃଷ୍ଠରେ 7 ବର୍ଷର କ୍ଲେଶ ତାହା ଘଟିବ। ତାହା ବିଶେଷ ଭାବେ ଇସ୍ରାଏଲ ମାନଙ୍କ ନିମନ୍ତେ ତାହା ନିରୂପିତ, କିନ୍ତୁ ପୁରାପୁରି ପୃଥିବୀରେ ଯେତେକ ଲୋକମାନେ ଥିବେ ସମସ୍ତଙ୍କ ଉପରେ ତାରି ପ୍ରଭାବ ପଡ଼ିବ। ଆଉ ଏହି 7 ବର୍ଷର କ୍ଲେଶ ଭାବିଲେ ଭାବି ହବନି, ଏତେ ଯନ୍ତ୍ରଣାଦାୟକ ସେଇ କ୍ଲେଶ, ଯାହା ଆମେ ପ୍ରକାଶିତ ପୁସ୍ତକ 6 ପର୍ବରୁ 18 ପର୍ବ ମଧ୍ୟରେ ବର୍ଣ୍ଣିତ ଲିଖିତ ହେବା ଲକ୍ଷ୍ୟ କରିବାକୁ ପାରୁ। 6 ପର୍ବରୁ 18 ପର୍ବ ପର୍ଯ୍ୟନ୍ତ। ଆଉ ଏହି 7 ବର୍ଷର କ୍ଲେଶରେ ଆମେ ବାକ୍ୟରେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ 3ଟି ସିରିଜ ବା 3ଟି ସେକ୍ସର ଦଣ୍ଡ ଏହି ପୃଥିବୀ ପୃଷ୍ଠରେ ସେଇ 7 ବର୍ଷ ବେଳେ ନିଶ୍ଚିତ ଭାବେ ପ୍ରଭୁ ଘଟେଇବାକୁ ଯିବେ। 3ଟି ସିରିଜର ଦଣ୍ଡ। ପ୍ରଥମ ସିରିଜ ହଉଛି ସପ୍ତ ମୁଦ୍ରା। ଦ୍ୱିତୀୟ ସିରିଜର ଦଣ୍ଡ ହଉଛି ସପ୍ତ ତୁରୀର ଦଣ୍ଡ। ଏବଂ ତୃତୀୟ ସିରିଜର ଦଣ୍ଡ
ହେଉଛି ଶକ୍ତ ପାତ୍ର ଧଳା ହେବାର ଦଣ୍ଡ। ମାନେ ଏହି ପ୍ରକାର ଘଟିବ। ପାଠକ ପାଠିକା ମାନେ ନିଶ୍ଚିତ ଭାବେ ଜାଣିବା ଦରକାର ଯେ ଗୋଟି ଗୋଟି କରି ଷଷ୍ଠ ମୁଦ୍ରା ପର୍ଯ୍ୟନ୍ତ ଉନ୍ମୋଚିତ ହବ। ଦଣ୍ଡ ସବୁ ଘଟୁଥିବ, କ୍ଲେଶ ଚାଲୁଥିବ। ଯେତେବେଳେ ଗୋଟିଏ ମୁଦ୍ରା ଉନ୍ମୋଚିତ ହେଉଛି, ଗୋଟିଏ ଦଣ୍ଡ ବାହାରୁଛି। ଏହି ପ୍ରକାରେ ଗୋଟିକ ପରେ ଗୋଟିଏ ଷଷ୍ଠ ମୁଦ୍ରା ପର୍ଯ୍ୟନ୍ତ ତଦ୍ରୁପ ହବ। କିନ୍ତୁ ସପ୍ତମ ମୁଦ୍ରା ଯେତେବେଳେ ଭଙ୍ଗା ଦିଆଯିବ ବା ଉନ୍ମୋଚିତ ହବ, ସେତେବେଳେ ସପ୍ତତୁରୀର ଦଣ୍ଡ ବାହାରିବ। ଆଉ ସେ ସପ୍ତତୁରୀ ଗୋଟିକ ପରେ ଗୋଟିଏ ଯେତେବେଳେ ବାଦନ ହବ, ବଜାଯିବ, ତୁରୀଧ୍ୱନି କରାଯିବ, ଷଷ୍ଠ ପର୍ଯ୍ୟନ୍ତ, ଷଷ୍ଠ ତୁରୀ ଧ୍ୱନି ହେବା ପର୍ଯ୍ୟନ୍ତ ଦଣ୍ଡ ପରେ ଦଣ୍ଡ, କ୍ଲେଶ ପରେ କ୍ଲେଶ। ମାନେ ଏମିତି ହଉଥିବ, କେତେବେଳେ ତ ଶିଳାବୃଷ୍ଟି ହବ, କେତେବେଳେ ତ ସୁନାମି ପରେ ସୁନାମି ସମୁଦ୍ର ମଧ୍ୟରୁ ଆସି ଏ ପୃଥିବୀ ପୃଷ୍ଠକୁ ଦୋହଲାଇ ପକାଉଥିବ। ଭୂମିକମ୍ପ ପରେ ଭୂମିକମ୍ପ ହଉଥିବ। ଭାବନାର ବାହାରେ ତୀବ୍ରତା, ବେଶୀ ତୀବ୍ରତାରେ ଭୂମିକମ୍ପ ହେଉଥିବ। ହୁଏତ ସୂର୍ଯ୍ୟ ସେଠାରେ ପ୍ରଚଣ୍ଡ ଉତ୍ତାପ ପ୍ରଦାନ କରିବ ଯେ ପୃଥିବୀବାସୀ କୌଣସି ପ୍ରକାରେ ସୂକ୍ଷ୍ମ ଆଉ କମ୍ଫର୍ଟେବଲ ଜୀବନ ଯାପନ କରିପାରିବେ ନାହିଁ। ଜଣାପଡ଼େ ଉଦ୍ଭିଦ ଜଗତକୁ ଯେତେବେଳେ ଆଉ ପ୍ରଭୁ ଆକ୍ରମଣ କରିବେ ବା ଆଘାତ କରିବେ, ସେତେବେଳେ ଅମ୍ଳଜାନର ଅଭାବ ମଧ୍ୟ ପୃଥିବୀ ପୃଷ୍ଠରେ ଆଉ ଘଟିବ। ତ ଲୋକେ ହନ୍ତସନ୍ତ ହେଉଥିବେ। ଆଉ ସେଇ ପ୍ରକାରେ ସପ୍ତମ ତୁରୀ ବାଦନ ଯେତେବେଳେ ହବ, ସେ ସପ୍ତମ ତୁରୀ ବାଦନ ବେଳେ ସପ୍ତ ପାତ୍ର ତନ୍ମଧ୍ୟରୁ ବାହାରିବ। ଆଉ ଯେତେବେଳେ ଆମେ ଲକ୍ଷ୍ୟ କରିବା, ଏ ସପ୍ତ ପାତ୍ର ବାହାରିବା ପୂର୍ବରୁ ସପ୍ତ ଲକ୍ଷଣର ଦଣ୍ଡ ମଧ୍ୟ ଦେଖାଯିବ, ଯାହା ଆମେ ପ୍ରକାଶିତ 12 ପର୍ବରେ ତାହା ଲକ୍ଷ୍ୟ କରିବାକୁ ପାରୁଛୁ। ତ এই চারোটি সিম্বলস, গোটি হচ্ছে সপ্ত মুদ্রার দণ্ড, দ্বিতীয়টি সপ্ত তুরীর দণ্ড, আর তৃতীয়টি সপ্ত লক্ষণ প্রকাশিত 12 পর্ব, পুଣି সপ্ত পাত্র দণ্ড। যদি আমি আউ ভাল ভাবে 6 পর্বরু 18 পর্ব পর্যন্ত নিরেখিবা, ଆମେ ଦେଖିବାକୁ ପାରିବା ଯେ ପ୍ରତି ଦୁଇଟି ସିରିଜ ର ଦଣ୍ଡ ମଧ୍ୟରେ ଗୋଟେ ସ୍ୱର୍ଗୀୟ ଦର୍ଶନ ଦେଖାଯାଉଛି। ମାନେ ସପ୍ତ ମୁଦ୍ରା ଏବଂ ସପ୍ତ ତୁରୀ, ଏ ଦୁଇଟି ସିରିଜ ର ଦଣ୍ଡ ମଧ୍ୟରେ 7 ପର୍ବ ପ୍ରକାଶିତ 7 ପର୍ବରେ ସ୍ୱର୍ଗୀୟ ଦର୍ଶନ ତାହା ଦେଖିବାକୁ ମିଳେ। ଅର୍ଥାତ୍ 1,44,000 ଜିହୁଦୀ ମାନେ ସେମାନେ ସୁସମାଚାର ପ୍ରଚାରକ ଭାବେ ବାହାରିବେ। ତାପରେ ଏ ସପ୍ତ ତୁରୀ ଏବଂ ସପ୍ତ ଲକ୍ଷଣ ମଧ୍ୟରେ ଆଉ ଗୋଟାଏ ସ୍ୱର୍ଗୀୟ ଦର୍ଶନ। ସପ୍ତ ତୁରୀ ଏବଂ ସପ୍ତ ଲକ୍ଷଣ ମଧ୍ୟରେ, ଏ ଦୁଇଟାର ମଝିରେ ଆଉ ଗୋଟାଏ ସ୍ୱର୍ଗୀୟ ଦର୍ଶନ ଦେଖିବାକୁ ମିଳୁଛି। ତାହା ହେଉଛି ପ୍ରକାଶିତ 10 ପର୍ବ ଏବଂ 11 ପର୍ବ। ମହାବିକ୍ରମୀ ଦୂତ ଏବଂ 2 ସାକ୍ଷୀ। ତାପରେ ଏ ସପ୍ତ ଲକ୍ଷଣ ଏବଂ ସପ୍ତ ପାତ୍ର ମଝିରେ ଆଉ ଗୋଟେ ଈଶ୍ୱରୀୟ ଦର୍ଶନ। ସେ 1,44,000 ଜିହୁଦୀ ମାନେ ପ୍ରଚାର କରୁଥିବେ। 6 ପର୍ବରୁ 18 ପର୍ବ ପର୍ଯ୍ୟନ୍ତ এই ক্লেশ, 7 ବର୍ଷ କ୍ଲେଶର ସମୟ, ଏହି ପ୍ରକାର ଦଣ୍ଡ ସବୁରେ ପରିପୂର୍ଣ୍ଣ ରହିଲା। 3ଟି ସିରିଜର ଦଣ୍ଡ, ମୁଦ୍ରା, ତୁରୀ ଆଉ ପାତ୍ର,
ଏବଂ ସପ୍ତ ଲକ୍ଷଣ ମଧ୍ୟ ରହିଲା। ଆଉ ମଝିରେ ଦୁଇଟାର ମଝିରେ ରହୁଛି ସ୍ୱର୍ଗୀୟ ଦର୍ଶନ, ଆଉ ତାହା ବିଶେଷ ଭାବେ ସୁସମାଚାର ପ୍ରଚାର ସମ୍ବନ୍ଧୀୟ। କଥା ସେତିକିରେ ସରୁନାହିଁ। ଯଦି ଆମେ ତନ୍ନ କରି ବାକ୍ୟକୁ ଦେଖିବାକୁ ଯିବା, ଏଇ 6 ପର୍ବରୁ 18 ପର୍ବ ମଧ୍ୟରେ ଆଉ ଗୋଟେ ବଡ ଭାରି ବିଷୟ ରହିଛି। ତାହା ହେଉଛି 3ଟି ସନ୍ତାପର ଦଣ୍ଡ, 3ଟି ସନ୍ତାପର ବିଷୟ। 3ଟି ସନ୍ତାପର ବିଷୟ ଆମେ ଦେଖିବାକୁ ପାରୁଛୁ। ଆଉ ବିଶେଷ ଭାବେ ଯେତେବେଳେ ଆମେ 18 ପର୍ବରେ ପହଞ୍ଚୁଛୁ, ଏ ତୃତୀୟ ସନ୍ତାପଟି 3 ଥର ବାରମ୍ବାର ଉଲ୍ଲେଖିତ ହେବା ଆମେ ଲକ୍ଷ୍ୟ କରୁଅଛୁ। ମାନେ ଏମିତି ଦଣ୍ଡ, ଏମିତି ଉତ୍ପାଟନ, ପୃଥିବୀର ଅବସ୍ଥା ଏତେ ଭୟାକୁଳ ହୋଇଥିବ ଯେ କୌଣସି ଜ୍ଞାନୀ ମାନି ପ୍ରତିଷ୍ଠିତ ବ୍ୟକ୍ତି କି କୌଣସି ବିଜ୍ଞାନ କି ବୈଜ୍ଞାନିକ କୌଣସି ବିଷୟକୁ ଆୟତ୍ତ କରିପାରୁନଥିବେ। ପ୍ରାକୃତିକ ବିପର୍ଯ୍ୟୟ ଭରପୁର ଭାବରେ, ଦୁଃଖ, ଦାରୁଣ ଯନ୍ତ୍ରଣା, କଷ୍ଟ, ବେଦନା ଚାରି ଚତୁର୍ପାର୍ଶ୍ୱରୁ। ଆଉ ବିଶେଷ ଭାବେ ସେ 7 ବର୍ଷର କ୍ଲେଶ ମଝିରେ, ଅର୍ଥାତ୍ 3.5 ବର୍ଷ ପରେ ଯେତେବେଳେ ଜିହୁଦୀ ମାନେ ଏ ଭଣ୍ଡ ଖ୍ରୀଷ୍ଟଙ୍କୁ ରିଜେକ୍ଟ କରିବେ, ପ୍ରତ୍ୟାଖ୍ୟାନ କରିବେ, ନା ତମେ ଭଣ୍ଡ, ତମେ ମସିହ ନୁହଁ, ଆମେ ତମ ପଛରେ କେମିତି ପଡିଗଲୁ ସିନା, ପ୍ରକୃତ ମସିହ ସେହି ଯୀଶୁଖ୍ରୀଷ୍ଟ ଅଟନ୍ତି। ଯେତେବେଳେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିବେ, ଏ ସବୁ ପ୍ରାକୃତିକ ବିପର୍ଯ୍ୟସ୍ତ ଭିତରେ ଭଣ୍ଡ ଖ୍ରୀଷ୍ଟ ନିଜେ କଡା ପ୍ରହାର ଆରମ୍ଭ କରିବେ ଆଉ ବିଶ୍ୱାସୀ ମାନଙ୍କ ଉପରେ, ଜିହୁଦୀ ମାନଙ୍କ ଉପରେ। ଦେଖନ୍ତୁ ସମସ୍ୟା ତାର ଗଭୀରତା। କିଏ ବରଣ କରିପାରିବ, ଗ୍ରହଣ କରିପାରିବ? ଈଶ୍ୱରୀୟ ପ୍ରଚଣ୍ଡ କ୍ରୋଧ ପ୍ରଜ୍ୱଳିତ, ଆଉ ପୃଥିବୀ କମ୍ପୁଛି, କମ୍ପମାନ ହେଉଛି ତାଙ୍କ କ୍ରୋଧରେ। କେଉଁ ଶାସକ, କେଉଁ ପ୍ରଶାସକ, କେଉଁ ଶାସନବିଧି, କେଉଁ ରାଜା ପ୍ରଜା, କେଉଁ ଧନବାନ ପୁରୁଷ, କେଉଁ ବୈଜ୍ଞାନିକ ଅସମ୍ଭାର ପରିସ୍ଥିତି ସେଇ 7 ବର୍ଷ କ୍ଲେଶର ସମୟ। ଯେତେବେଳେ ଷଷ୍ଠ ତୁରୀ ବାଦନ ଶେଷ ହେଉଛି, ତାପରେ ଏ ଦ୍ୱିତୀୟ ଦୃଶ୍ୟ ଯମନ ଦେଖୁଅଛନ୍ତି, ସ୍ୱର୍ଗୀୟ ଦୃଶ୍ୟ, ଯାହା ପ୍ରକାଶିତ 10 ପର୍ବ ଏବଂ 11 ପର୍ବର କଥା। ଜଣେ ମହାବିକ୍ରମୀ ଦୂତଙ୍କୁ ସେ ଲକ୍ଷ୍ୟ କରୁଅଛନ୍ତି। 11 ପର୍ବରେ 2ଟି ସାକ୍ଷୀ, ସେମାନେ ମଧ୍ୟ ଅଲୌକିକ କାର୍ଯ୍ୟ କରିବେ ଏବଂ ସୁସମାଚାର ବ୍ୟକ୍ତ କରିବେ। ଆଉ ଏହି 10 ପର୍ବରେ ଯେଉଁ ଦୃଶ୍ୟ, ସ୍ୱର୍ଗୀୟ ଦୃଶ୍ୟ, ସପ୍ତ ତୁରୀ ଏବଂ ସପ୍ତ ଲକ୍ଷଣ ମଝିରେ ଏ ଦୃଶ୍ୟ ଯୌନ ଦେଖୁଅଛନ୍ତି ଯେ ଜଣେ ମହାବିକ୍ରମୀ ଦୂତ, ସେ ମେଘ ବେଷ୍ଟିତ, ଆଉ ତାହାଙ୍କ ମସ୍ତକ ଉପରେ ମେଘ ଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ୍ୟ ତେଜବାନ, ପାଦ ଅଗ୍ନି ସ୍ତମ୍ଭ ତୁଲ୍ୟ, ଆଉ ତାହାଙ୍କ ହାତରେ ପୁଣି ଗୋଟେ ମୁକ୍ତ ଆଉ କ୍ଷୁଦ୍ର ପୁସ୍ତକ ରହିଛି। ତାର ଗୋଟିଏ ପାଦ, ଦକ୍ଷିଣ ପାଦଟି ସମୁଦ୍ର ଉପରେ ଏବଂ ବାମ ପାଦଟି ପୃଥିବୀ ପୃଷ୍ଠରେ। ଗୋଟାଏ ଅତି ବିଶାଳକାୟ ପ୍ରକାଣ୍ଡ ଛବିକୁ ସେ ଦେଖୁଛନ୍ତି ଏଇ 10 ପର୍ବରେ। ଆଉ ସେ ଜଣେ ମହାବିକ୍ରମୀ ଦୂତ ଅଟନ୍ତି। ତାପରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ, ସିଂହ ଗର୍ଜନ ତୁଲ୍ୟ ହୁଙ୍କାର ଶବ୍ଦରେ ଡାକ ପକାଇଲେ ସେଇ ବ୍ୟକ୍ତି, ସେ ଡାକ ପକାନ୍ତେ
ସପ୍ତ ମେଘ ଗର୍ଜନ ଆପଣ ବାଣୀ ବ୍ୟକ୍ତ କଲେ ଆଉ ସେଇ ସପ୍ତ ମେଘ ଗର୍ଜନ ଆପଣ ବାଣୀ ବ୍ୟକ୍ତ କରନ୍ତେ ଯୋହନ ଲେଖିବାକୁ ଗଲେ କିନ୍ତୁ ଦୂତ ତାଙ୍କୁ ମନା କଲେ ଲେଖିବାର ନାହିଁ। ତତ୍ପରେ ମାତ୍ର ଈଶ୍ୱରଙ୍କ ଦ୍ୱାରା ଆପଣା ଦାସ ଭାବବାଦୀ ମାନଙ୍କ ପ୍ରତି ପ୍ରଚାର କରୁଥିବା ଶୁଭ ସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ ଅର୍ଥାତ୍ ଯେତେବେଳେ ସେ ତୁରୀ ଧ୍ୱନି କରିବାକୁ ଉଦ୍ୟତ ସପ୍ତମ ତୁରୀ ସେତେବେଳେ ଈଶ୍ୱରଙ୍କ ନିଗୁଢ଼ ସଂକଳ୍ପ ମଧ୍ୟ ସଫଳ ହେବ। ପୁଣି ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲେ, ଯାଅ ସମୁଦ୍ର ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି ତାହା ଗ୍ରହଣ କର। ସେଥିରେ ମୁଁ ସେ ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର, ଏହା ତୁମ ଉଦରକୁ ତିକ୍ତ କରିଦେବ କିନ୍ତୁ ତୁମ ମୁଖକୁ ଏହା ମହୁ ପରି ନିଷ୍ଠ ଲାଗିବ। ତାପରେ ଯୋହନ ସେ ପୁସ୍ତକଟି ତାଙ୍କ ହାତରୁ ନେଲେ, ଭୋଜନ କଲେ, ତାଙ୍କୁ ମିଠା ଲାଗିଲା କିନ୍ତୁ ପେଟକୁ ଗଲା ପରେ ତାହା ତିକ୍ତ ବା ପିତା ଲାଗୁଛି। ଘଟଣାଟି ଏହି ପ୍ରକାର। କିନ୍ତୁ ଏଠାରେ ନିଶ୍ଚିତ ଭାବେ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଥମ ପ୍ରଶ୍ନ ହେଉଛି ଯେ ଏ ମହାବିକ୍ରମୀ ଦୂତ ଜଣକ କିଏ ଅଟନ୍ତି? ନୁହେଁ କି? ନିଶ୍ଚିତ ଭାବେ ଆଉ ତାର ସାଜସଜ୍ଜା ଯେତେବେଳେ ଦେଖାଯାଉଛି, ସେ ଯେଉଁ ପ୍ରକାର ବେଷ୍ଟିତ ଆଉ ଯେଉଁ ପ୍ରକାର ଆବିର୍ଭାବ ହୋଇଅଛନ୍ତି, ସାଧାରଣ ଭାବେ ଜଣେ କହିଦେଇ ପାରିବ ସେ ନିଶ୍ଚିତ ଭାବେ ଯୀଶୁଖ୍ରୀଷ୍ଟ। ଆଉ କେତେକ ସ୍କଲାର୍ସ ମାନଙ୍କ ଅପିନିୟନ ମଧ୍ୟ ଏ ଦୂତ ଜଣକ ଯୀଶୁଖ୍ରୀଷ୍ଟ। କିନ୍ତୁ ଏ ଯୀଶୁଖ୍ରୀଷ୍ଟ ନୁହନ୍ତି, ଏ ଜଣେ ଦୂତ ହିଁ ଅଟନ୍ତି। କାରଣ କହିବା ବାହୁଲ୍ୟ ଗୋଟେ କଥା ଯେ ଅନ୍ୟ ଜଣ ଦୂତ ବୋଲି ଯେଉଁ ଲେଖା ଅଛି, ସେ ଅନ୍ୟ ପାଇଁ ଗ୍ରୀକ୍ ୱାର୍ଡ ହେଉଛି ଆଲୋସ୍। ସେ ଆଲୋସ୍ର ଅର୍ଥ ଅନ୍ୟ। ଆଉ ଗୋଟେ ଗ୍ରୀକ୍ ଶବ୍ଦ ଅଛି, ଆଉ ଆଲୋସ୍ ପରିବର୍ତ୍ତେ ସେଇ ଗ୍ରୀକ୍ ଶବ୍ଦ ଏଠାରେ ବ୍ୟବହୃତ। ଯଦି ଆଲୋସ୍ ଲାଗିଥାନ୍ତେ ବ୍ୟବହାର କରି ହୋଇଥାନ୍ତା ତେବେ ହୁଏତ ଜଣା ପଡିଥାନ୍ତା ପୁଣି କାଳେ ଏ ଯୀଶୁଖ୍ରୀଷ୍ଟ। ଆଉ ଗୋଟେ କଥା, ଯୀଶୁ ଯେ ଅନେକ ସମୟରେ ଦୂତ ରୂପ ନେଇଛନ୍ତି ତାହା ପୁରାତନ ନିୟମରେ ରହିଛି। ଯୀଶୁ ଜନ୍ମ ନେବା ପୂର୍ବରୁ ଅନେକ ସମୟରେ ସେ ଦୂତ ରୂପରେ ମନୁଷ୍ୟ ରୂପରେ ମଧ୍ୟ ସେ ଆସିଅଛନ୍ତି ପୃଥିବୀ ପୃଷ୍ଠକୁ। ତାହାକୁ ଆମେ ଥିଓଫାନି ବା ଖ୍ରୀଷ୍ଟୋଫାନି ବୋଲି ଆମେ କହୁ। ଆଉ ତାହା ଗୋଟେ ବହୁତ ବଡ଼ ପ୍ରମାଣ ଯେ ଯୀଶୁ ଜନ୍ମ ହେବା ପୂର୍ବେ ତାଙ୍କ ପୂର୍ବ ସ୍ଥିତି ନିଶ୍ଚିତ ଭାବେ ଥିଲା। ପୁରାତନ ନିୟମରେ ଦୂତ ଭାବେ ସେ ଆସିଥିଲେ ଯେ ଏଠାରେ ମଧ୍ୟ ଦୂତ ବୋଲି ଭାବିବା ପୁରାପୁରି ଭୁଲ। କେମିତି? ଯୀଶୁ ଜନ୍ମ ନେବା ପରେ ସେ ଆଉ କୌଣସି ସ୍ଥାନରେ ଦୂତ ରୂପେ ପ୍ରତିପାଦିତ ହୁଅନ୍ତି ନାହିଁ। ସେ ଯଦି ଦର୍ଶନ ଦିଅନ୍ତି, ଦେଖା ଦିଅନ୍ତି, ତ ତେବେ ସେ ମସିହ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଭାବେ ଡିରେକ୍ଟଲି ତାଙ୍କ ଜନ୍ମ ଅନୁସାରେ ସେ ଦେଖା ଦିଅନ୍ତି। ସେଇଥିପାଇଁ ଏହି ମହାବିକ୍ରମୀ ଦୂତ ସେ ଯୀଶୁଖ୍ରୀଷ୍ଟ ନୁହନ୍ତି, ସେ ଜଣେ ଦୂତ। ହୁଏତ ଦୂତ ମିଖାଏଲ ଦୂତ ହୋଇଥାଇ ପାରନ୍ତି। ଆଚ୍ଛା, ଯଦି ଦୂତ ଯୀଶୁ ନୁହନ୍ତି, ଜଣେ ଦୂତ, ତେବେ ଏତେ ଗୌରବ, ଏତେ ମ୍ୟାଜେଷ୍ଟିକ ଏପିୟରେନ୍ସ ଆସିଲା କେମିତି? ମେଘ ବେଷ୍ଟିତ, ମେଘ ଧନୁ ତାଙ୍କ ଉପରେ, ଆଉ ସମୁଦ୍ର ଉପରେ, ପୁଣି ପୃଥିବୀ ପୃଷ୍ଠରେ ତାର ଦୁଇଟି ପାଦ, ଏହା କେମିତି? ସେ ପ୍ରଭୁଙ୍କ ରେପ୍ରେଜେଣ୍ଟେଟିଭ ଭାବେ ପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ ଦୂତ ପ୍ରେରିତ। ଆଉ ପ୍ରଭୁ ତାଙ୍କ ସାର୍ବଭୌମତ୍ୱ ପ୍ରଦର୍ଶନ କରିବା ପାଇଁ ସେ ତାଙ୍କୁ ସେହି ମ୍ୟାଜେଷ୍ଟିକ ଏପିୟରେନ୍ସ ପ୍ରଦାନ କରିଅଛନ୍ତି ବା ସେୟାର କରିଅଛନ୍ତି। ପ୍ରଭୁ ଦେବାକୁ ଭଲ ପାଇବା ପରମେଶ୍ୱର ଅଟନ୍ତି। ସେ ତାଙ୍କରି ସ୍ୱର୍ଗୀୟ ଧନ ମଧ୍ୟ ଆମକୁ ପ୍ରଦାନ କରନ୍ତି।
ସେ ଚାହାନ୍ତି ଆମକୁ ଦେବା ପାଇଁ। ଆଉ ସେଇଥିପାଇଁ ସେ ନିଶ୍ଚିତ ଭାବେ ଯୀଶୁଖ୍ରୀଷ୍ଟ ନୁହନ୍ତି କିନ୍ତୁ ଜଣେ ଦୂତ। ଠିକ ଅଛି, ତାହା ତ ଗଲା। ଦ୍ୱିତୀୟ ପ୍ରଶ୍ନ ହଉଛି ଏ କ୍ଷୁଦ୍ର ପୁସ୍ତକ ବା କଣ? ହାତରେ ଧରିଛି ଗୋଟାଏ କ୍ଷୁଦ୍ର ମୁକ୍ତ କ୍ଷୁଦ୍ର ପୁସ୍ତକ। ଏ କ୍ଷୁଦ୍ର ପୁସ୍ତକ କଣ? ତାହା କଣ ହେଇପାରେ? ଦାନିଏଲ ପୁସ୍ତକର ଅବଶିଷ୍ଟାଂଶ କି ନୁହେଁ, ନା ଅନ୍ୟ କୌଣସି ଗୁପ୍ତ ତଥ୍ୟ ତହିଁରେ ଲିଖିତ କି ତାହା ମଧ୍ୟ ନୁହେଁ, ନା ଏକ୍ସଟ୍ରା ରେଭେଲେସନ ପ୍ରଭୁ ପ୍ରଦାନ କରିଛନ୍ତି କି ଗୁପ୍ତ ଭାବେ ନିହିତ କରି ରଖିଛନ୍ତି କି ତାହା ମଧ୍ୟ ନୁହେଁ। ତେବେ ଏ ପୁସ୍ତକ କଥା ଆସୁଛି କାହିଁକି? ଆଉ ଏ ପୁସ୍ତକକୁ କ୍ଷୁଦ୍ର ପୁସ୍ତକ ବୋଲି କୁହାଯାଉଛି କାହିଁକି? ପୁଣି ତାହା ମୁକ୍ତ ଖୋଲା ଉନ୍ମୋଚିତ ପୁସ୍ତକ ବୋଲି କୁହାଯାଉଛି କାହିଁକି? ପ୍ରଭୁ ଏଠାରେ ଜହନକୁ କଣ କେଉଁ ବାର୍ତ୍ତା ଦେବାକୁ ସେ ଯାଉଛନ୍ତି ବାସ୍ତବିକ ଭାବେ? ଯେତେବେଳେ ଆମେ ଦେଖୁଛେ ସବୁ କଣ୍ଟେକ୍ସଟ ବା ପରିପ୍ରେକ୍ଷୀ ସନ୍ଦର୍ଭ ଏଣ୍ଟାୟାର ପରିସ୍ଥିତିକୁ ଆମେ ପର୍ଯ୍ୟବେକ୍ଷଣ କରି ଯେତେବେଳେ ଆମେ ଧ୍ୟାନ କରିବା, ଏହା ହେଉଛି ଏହି ବିଷୟମାନ ଯେ ଷଷ୍ଠ ତୁରୀ ପର୍ଯ୍ୟନ୍ତ କଥାଟା ସରିଛି, ଆଉ ଦଣ୍ଡ କେତେ ସମୟ ବାକି ଅଛି, କଣ କଣ ସେ ଦଣ୍ଡ କଣ ତାହା ଅଳ୍ପ ରହିଛି ନା ମୁଦ୍ରା ସରିଲା, ତୁରୀ ମଧ୍ୟ ପ୍ରାୟ ସରିଲା, ବାକି ଯାହା ରହିଛି ଖାଲି ଅଳ୍ପ ଟିକିଏ। ଆଉ ସେ ଅଳ୍ପ ଟିକିଏ ଲେଖା, ଅଳ୍ପ ଟିକେ ଘଟଣା ଏହି ପୁସ୍ତକରେ ରହିଥିବାରୁ ତାହା ହେଉଛି କ୍ଷୁଦ୍ର ପୁସ୍ତକ। ମୁକ୍ତ ତାହା ପୁଣି ଖୋଲା ବା ଉନ୍ମୋଚିତ କାହିଁକି? ନା ପ୍ରଭୁ ତାହା ପ୍ରକାଶ କରୁଅଛନ୍ତି ଖୋଲା, ଆଉ ତାହା ଘଟୁଅଛି ବା ଘଟିବାକୁ ଯାଉଅଛି, ପୁଣି ଘଟିବା ଜହନ ମଧ୍ୟ ଦେଖୁଛନ୍ତି। ସେ କୌଣସି ପ୍ରତିରୋଧ ଲଗାଇ ନାହାନ୍ତି ଯେ ତାହା ଗୁପ୍ତ ରହିବ ବୋଲି। ଖୋଲା ଘଟୁଛି, ଘଟିବାକୁ ଯାଉଛି, ତୁମ ପାଇଁ ତାହା ପ୍ରକାଶିତ, ସେଥିପାଇଁ ତାହା ହେଉଛି ମୁକ୍ତ। ଠିକ ଅଛି, ଏ କ୍ଷୁଦ୍ର ମୁକ୍ତ ପୁସ୍ତକଟି ଅନ୍ୟ କୌଣସି ବିଷୟ ନୁହେଁ, ତାହା କେବଳ ଏହି ସନ୍ଦର୍ଭରେ କନେକ୍ଟେଡ ହୋଇଥିବା ବାକି କେତେକ ଘଟଣା ଉଲ୍ଲେଖିତ ହେବା ବିଷୟ। ତାହା ମୁଁ କହିବାକୁ ଚାହିଁବି ଯେ କୌଣସି ସ୍ଥାନରେ ଈଶ୍ୱରଙ୍କ ବାକ୍ୟ ଦେଖନ୍ତୁ, ଆଦିରୁ ପ୍ରକାଶିତ ପର୍ଯ୍ୟନ୍ତ ତାହା ଈଶ୍ୱର ନିଶ୍ଚିତ ପବିତ୍ର ନିର୍ଭୁଲ ବାକ୍ୟ। ତା ଉପରେ ପ୍ରଭୁ ଆଉ ଏକ୍ସଟ୍ରା ରେଭେଲେସନ, ଏକ୍ସଟ୍ରା କଥା, ଏକ୍ସଟ୍ରା ବାକ୍ୟ ସେ ଦିଅନ୍ତି ନାହିଁ ସ୍ୱପ୍ନରେ କି ଦର୍ଶନରେ। ଆଦିରୁ ପ୍ରକାଶିତ କମ୍ପ୍ଲିଟ ହେବା ପରେ ଆଉ ସ୍ୱପ୍ନ ଦର୍ଶନ କି ଅନ୍ୟ ଭାବବାଣୀ କି ଅନ୍ୟ ବାର୍ତ୍ତା ପ୍ରଭୁ ଦେଉନାହାନ୍ତି। ପ୍ରଭୁ ତାଙ୍କ ବାକ୍ୟ ଆଦିରୁ ପ୍ରକାଶିତ ଯେତେକ ବାକ୍ୟ, ସେହି ବାକ୍ୟ ହିଁ ମହାନ। ତୁମେ ସେ ବାକ୍ୟ ନିକଟକୁ ଆସ। ଆମକୁ ଭଲ ଲାଗୁଛି କୌଣସି ସ୍ୱପ୍ନ ଦେଖିବା, କୌଣସି ଦର୍ଶନ ଦେଖିବା, କୌଣସି ଭାବବାଣୀ ଟିକେ ଶୁଣିବା, କିନ୍ତୁ ପ୍ରଭୁଙ୍କ ଚିନ୍ତାଧାରାରେ ତାହା ନାହିଁ। ଆଉ ଏତେ ବଡ଼ କ୍ଷୁଦ୍ର ପୁସ୍ତକ ଜଣେ ମହାପରାକ୍ରମୀ ଦୂତ ଧରିଛନ୍ତି, ସେଇଠି ମଧ୍ୟ ଅନ୍ୟ କୌଣସି ଗୁପ୍ତ ତଥ୍ୟ, ଏକ୍ସଟ୍ରା ବିଷୟ କିଛି ନାହିଁ। ଯାହା ଅଛି ତାହା ବାକ୍ୟ ସମ୍ବନ୍ଧୀୟ। ଯୁଗାନ୍ତ କାଳରେ ଜୋଏଲ ଭାବବାଦୀଙ୍କ ଭାବବାଣୀ ଅନୁସାରେ ଯୁବକମାନେ ସ୍ୱପ୍ନ ଦର୍ଶନ ଦେଖିବେ, ପ୍ରଭୁ ନୂଆ ନୂଆ କଥା କହିବେ ନାହିଁ। ସେହି ସମୟ ବେଳକୁ ଏ ଲିଟରାଲ ବାଇବେଲ ଅନେକ ପ୍ରାକୃତିକ ବିପର୍ଯ୍ୟସ୍ତ ହେତୁ, ଆଉ ବାଇବେଲ ହୁଏତ ପ୍ରାୟ ନଥିବ, ଭୂକମ୍ପ, ସୁନାମି, ଅନେକ ପ୍ରକାର ଘଟଣା ଘଟିବା ହେତୁ ପ୍ରଭୁ ଯେଉଁ ସ୍ୱପ୍ନ ଦର୍ଶନ ସେତେବେଳେ ଦେବେ, ତାହା ଏଇ 600
कि पुस्तक मध्यरु भी तार रिपीटेशन प्रभु करेइबे सिना नुआ एक्स्ट्रा रेवलेशन प्रभु देबार नाही हमको भल लागुची गोटे स्वप्न प्रभु कथा कहले परा प्रभु जनइले परा ताहा भूल एक क्षुद्र पुस्तक रे जहा अछि ताहा ए संदर्भ संबंधी जहा प्रकाशित ताहा से पुस्तक रे रहिछि ठीक अछि हमें देखिले जे महा पराक्रमी दूत किए द्वितीय हमें देखिले जे एक क्षुद्र उन्मोचित मुक्त पुस्तकटी कौन ठीक अछि तृतीय विषय निश्चित भाव हमको क्लांजी करे बा घाबरा में हेउ जे ए पुस्तक भोजन करिया पे तांको प्रभु केमिति कहउछंती दूत का हाथरु नियो ए पुस्तक को तमे भोजन कर पुस्तक भोजन करा जीव आ जहने मते कले ए भोजन कौन प्रभु जेते कहले ए पुस्तक क्षुद्र पुस्तक तमे नहीं भोजन कर तार अर्थ एहा नुह जे एक खदड़ा मटेरियल कागज की चमड़ा रे लिखित एही वाक्य ताकू लिटराली नहीं चोपई चोपई खाइबाकू प्रभु कहू ना तबे कौन आम ईश्वर का वाक्य रे देखू जे ईश्वर का वाक्य भक्षर स्वरूपे अनेक स्थान रे ताहा लिखित जिहिजिकल 2-3 पर्व रे गीत संगीता 19 पर्व रे गीत संगीता 119 पर्व रे मध्य यह वाक्य यह आमको पाए आध्यात्मिक मानना अटे आ प्रभु चाहते आमे ताको भोजन करिया हेले भोजन कौन ए कागज पुस्तक को कौन लिटराली चोबई चोबई खाइबा ना मुझे टैप व्यवहार करूछि ताको भांगी चोरी खंड खंड कर खाइबा ना सेतबेले जो ग्रंथ कोन थिला से ग्रंथ को कामड़ी कामड़ी चोबई चोबई खाइबा ग्राइंडिंग करी नुहे प्रभु को इच्छा प्रभु को उद्देश्य तांको वाक्य तांको लोक माने संपूर्ण रूपे ग्रहण करंतु हृदय मन रे संपूर्ण रूपे ग्रहण करंतु ताहा प्रभु को इच्छा ताहा प्रभु को उद्देश्य ताहा प्रभु को संकल्प आ प्रभु ताहा ही जहन को प्रकाश करबा छल रे से कहउछथि क्षुद्र पुस्तक नै तुमे भोजन कर आ से दर्शन रे अछंती से पुस्तक को भोजन से करूछथि तार माने होछि आमे ईश्वर का वाक्य को ग्रहण करबा को पड़िबो आ संपूर्ण रूपे हृदय मन रे आमे ग्रहण करबा को पड़िबो प्रिय बंधु आजिर अवस्था होछि आमे ईश्वर का वाक्य को प्रभु जो सीरियसनेस देउ अछंती से सीरियसली आमे ईश्वर का वाक्य को ग्रहण करि पारना आमे अन्य विषय को प्राधान्यता देउ आम पाई श्रुति मधुर विषय मान बहुत मजा लगे बहुत भल लगे तो ईश्वर को निहित वाक्य प्रभु चाहते आमे केमिति ताकू भोजन करू ग्रहण करू और कंप्लीटली आमे ताकू ग्रहण करू आज आमे ईश्वर का वाक्य को सही प्रकार पाठ करूछु सही प्रकार ध्यान करूछु सही प्रकार आमे सुनुछु ना प्रचार करूछु आमे ग्रहण करूछु कि कंप्लीट वाक्य को 10 पदरे आमे देखुछु भोजन कला परे बा भोजन करिया बेले ताहा मुख को महु परि मिठा लागुछि मिठा हाँ ईश्वर का वाक्य आदिरु प्रकाशित पर्यंत संपूर्ण मधुमय आउ ताहा मिठा बहुत मिष्ट जहाँ भी लिखा था ईश्वर का वाक्य रे ईश्वर का वाक्य मिठा जेतले हमें वाक्य रे डुबी जिबा हमें देखा को पारिबा ईश्वर का वाक्य केते मधुर आम पाइबा किंतु
এই সন্দর্ভ মধ্যকু যেତେବେଳେ ଆମେ ଆସୁଅଛୁ ଏହି ଦଶ ପର୍ବ ମଧ୍ୟକୁ ଆସୁଅଛୁ ଯେତେବେଳେ ଏ ମିଠାର ଅର୍ଥ ଆଉ ଗୋଟେ ପ୍ରକାର ପ୍ରାୟ ଯେ ଜଣଙ୍କୁ ତାହା ମିଠା ଲାଗୁଛି କାହିଁକି ଏଇଥିପାଇଁ ଯେ ଈଶ୍ୱର ତାଙ୍କ ନ୍ୟାୟ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଅଛନ୍ତି ପୃଥିବୀ ପୃଷ୍ଠରେ ଆଉ ପାପ ହାରୁଛି ଈଶ୍ୱରଙ୍କ ପବିତ୍ରତା ଜୟଲାଭ କରୁଛି ତାହା ନିଶ୍ଚିତ ଆମେ ମିଠା ଲାଗିବ ପୁଣି ତାହା କ୍ଷୁଦ୍ର ପୁସ୍ତକ ଅଳ୍ପ କିଛି ରହିଲା ମାନେ ଦଣ୍ଡ ଶାସ୍ତି ଯାହା ସବୁ ରହିଲା ଅଳ୍ପ ହିଁ ବାକି ରହିଛି ତା ପରେ ପରେ 7 ବର୍ଷର କ୍ଲେଶ ସମାପ୍ତ ହେବାକୁ ଯାଉଛି ଭଲ ଲାଗିବ ମିଠା ଲାଗିବ ଆଉ କ୍ଲେଶ ନାହିଁ ମିଠା ଲାଗିବ କିନ୍ତୁ ଭକ୍ଷଣ କଲା ପରେ ତାଙ୍କ ଉଦରକୁ ଯେତେବେଳେ ଯାଉଛି ତାହା ତିକ୍ତ ହୋଇଗଲା ଆଚ୍ଛା ତିକ୍ତ ଲାଗିବ ଉଦରରେ ଏହା ତ ଭାରି ଗୋଟେ ଅଲଗା କଥା ମିଠା ବା ପିତା ଲାଗିବା ଆମେ ଜିହ୍ବାରେ ସିନା ବାରି ପାରିବା ତୁଣ୍ଡରେ ସିନା ପେଟରେ କେମିତି ତିକ୍ତ ଲାଗିବ ଗ୍ରୀକ ଭାଷାରେ ସେଇ ତିକ୍ତ ଶବ୍ଦ ନାହିଁ ତାହା ହେଉଛି ମିଶ୍ରିତ ହେବା ସେଇ ଶବ୍ଦ ରହିଛି ଅର୍ଥାৎ ଗୋଟିଏ ପ୍ରକାର ପ୍ରତିକୂଳତା ଜାତ ହେବା ସେମିତି ଶବ୍ଦ ରହିଛି ଆଚ୍ଛା ଏ ପ୍ରତିକୂଳତା ବା ଏ ତିକ୍ତତା ଉଦରରେ ଆସିଲା କେମିତି ତାର ମାନେ କ'ଣ ଯଦ୍ୟପି ଏହା ମିଠା ଲାଗୁଛି ତଥାପି ଈଶ୍ୱରଙ୍କ ବାକ୍ୟ ମିଠା ଏ ଦଣ୍ଡ ସନ୍ତାପ ସିରିଜ ଅଫ ଦଣ୍ଡ ସବୁ ଗୋଟିକ ପରେ ଗୋଟିଏ ଯେତେ ପ୍ରାକୃତିକ ବିପର୍ଯ୍ୟସ୍ତ ସବୁ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଘଟୁଛି ଆଉ ସେ ବାକ୍ୟ ତା ମିଠା ଲାଗୁଛି କିନ୍ତୁ ଯେତେବେଳେ ଘଟଣା ଘଟୁଛି ଅଙ୍ଗେ ଅଙ୍ଗେ ନିଭେଇବା ବହୁତ ମୁସ୍କିଲ ବହୁତ କଷ୍ଟକର ବ୍ୟାପାର ଆଉ ତାହା ଉଦର ପାଇଁ ତିକ୍ତ ବାକ୍ୟ ଛଳରେ ଥିବା ବେଳେ ତାହା ମିଠା କିନ୍ତୁ ଘଟଣା ଯେତେବେଳେ ଘଟୁଛି ଅଙ୍ଗେ ନିଭେଇବା ବହୁତ କଷ୍ଟ ଆଉ ଏ କ୍ଷୁଦ୍ର ପୁସ୍ତକ ଏତେ ତିକ୍ତ କେମିତି ଲାଗୁଛି ଉଦର ମଧ୍ୟ ଯଦ୍ୟପି ବଡ଼ ବଡ଼ ଦଣ୍ଡ ଅତୀତରେ ଘଟିଛି ତଥାପି ବାକି ଯୋଉ ରହିଛି ଶକ୍ତ ପାତ୍ର ଏ ତିନୋଟି ସିରିଜର ଦଣ୍ଡ କ୍ରମାନ୍ୱୟରେ ତାର କ୍ଲେଶ ଚରମ ସୀମା ଆଡକୁ ଯାଉଛି ମାନେ ଆରମ୍ଭରୁ ଶେଷ ଆଡକୁ ଯିବା ବେଳେ କ୍ଲେଶ କମି 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 ଯାଉନାହିଁ ଗୋଟିକ ପରେ ଗୋଟିଏ ବଢି ଯାଉଛି ତ ଆଗକୁ ଯିବା ବେଳେ ଅସମ୍ଭାଳ ପରିସ୍ଥିତି ଆଉ ତାର ଲାଷ୍ଟ ପଏଣ୍ଟ ହଉଛି ହର୍ମିଗେଦୋନ ଯୁଦ୍ଧ ତାହା ହଉଛି ତାର କ୍ଲାଇମାକ୍ସ ତାର ଚରମ ଅବସ୍ଥା ଯେତେ ଆଗକୁ ଯାଉଛି ସେତେ ପ୍ରଖର ଆଉ ସେତେ କଷ୍ଟିଆ ସେତେ ଯନ୍ତ୍ରଣାଦାୟକ ଏବେ ଆମେ ଦେଖୁଛେ ଏହି ସ୍ଥାନରେ ଯେ ବାକି ରହିଛି ଅଳ୍ପ ମାତ୍ର କେତେକ ଦଣ୍ଡ ତଥାପି ତାହା ଆଗକୁ ରହିବାରୁ ତାହା ବହୁତ ଯନ୍ତ୍ରଣାଦାୟକ ଏପରିକି ପୂର୍ବ ଅପେକ୍ଷା ତାହା ବେଶୀ ଯନ୍ତ୍ରଣାଦାୟକ ସେଥିପାଇଁ ତାହା ହେଉଛି ତିକ୍ତ ମିଷ୍ଟ ମୁଖକୁ କିନ୍ତୁ ଉଦରକୁ ଗଲା ପରେ ତାହା ତିକ୍ତ ଏହି ସମସ୍ତ ସନ୍ଦର୍ଭ ମଧ୍ୟରୁ ଆମେ ଦେଖିବାକୁ ପାରୁଛୁ ଗୋଟେ ବିଷୟ ଯେ ଆମ ପ୍ରଭୁ କେତେ ନ୍ୟାୟବାନ ଈଶ୍ୱର ପାପ ଯାହା ଆଜି ବଢୁଛି ହୁଏତ ଲୋକେ କୁହନ୍ତି କାହିଁ ସତ୍ୟ ପ୍ରଭୁ ଯଦି ଅଛନ୍ତି କେମିତି ନୀରବ ରହୁଛନ୍ତି ମୋ ପ୍ରତି ଅନ୍ୟାୟ ଘଟିଲେ ମଧ୍ୟ ଏ ଜଗତବାସୀ ହୁତ୍କାର କଲେ ମଧ୍ୟ ହୁଙ୍କାର କଲେ ମଧ୍ୟ ଅନ୍ୟାୟ ଶାସନ ଚାଲିଲେ ମଧ୍ୟ ଯଦି ସତ୍ୟ ପ୍ରଭୁ ରହୁଛନ୍ତି ନୀରବ ରହୁଛନ୍ତି କେମିତି ପ୍ରିୟ ବନ୍ଧୁ ଈଶ୍ୱର ନ୍ୟାୟବାନ ପରମେଶ୍ୱର ଆଉ ସେଇ ସମୟରେ ସମସ୍ତ ପାପର ସମ୍ପୂର୍ଣ୍ଣ ଦଣ୍ଡ ବିଧାନ ଏହି ପୃଥିବୀ ପୃଷ୍ଠରେ ଲିଟରାଲି ପ୍ରଭୁ ଘଟେଇବେ ଆଉ ସେତେବେଳେ କୌଣସି ଲୋକର ଉତ୍ପାତ ଗର୍ବ ଅହଂଭାବ କୌଣସି ପାପ ଆଉ ବିଜୟ ପ୍ରାପ୍ତ ହୋଇପାରିବ ନାହିଁ
ପ୍ରଭୁ ଏମିତି ଦଣ୍ଡ ଘଟେଇବେ ତାହା ବର୍ଣ୍ଣନାତୀତ। ଆଉ ସବୁ ପାପ ଯେତେକ ପାପ ପୃଥିବୀ ପୃଷ୍ଠରେ କୌଣସି ପାପକୁ ପ୍ରଭୁ ଛାଡ଼ିବେ ନାହିଁ। ପ୍ରଭୁ ନ୍ୟାୟବାନ ପରମେଶ୍ୱର। ସେ ଦଣ୍ଡ ବିଧାନ ଉତ୍କଟ ସମସ୍ୟା ସେତେବେଳେ ପ୍ରଦାନ କରେ। ପ୍ରିୟ ବନ୍ଧୁ, ଆଜି ହୁଏତ ଆମେ ଭାବୁଛୁ ଯେ ମୁଁ କୌଣସି ନା କୌଣସି ଗୋଟେ ପାପରେ ଲାଖି ହୋଇ ରହିପାରିବି, ମୁଁ ଲୁକାୟିତ ଭାବେ ପାପ କରିପାରିବି, ମୁଁ ପଲିଟିକାଲି ପାପ କରିପାରିବି, ମୁଁ ସ୍ପିରିଚୁଆଲି ଲୋକମାନଙ୍କୁ ଆଉ ମୁଁ ଅନ୍ଧ କରିପାରିବି, ମୁଁ ପାପ କରିପାରିବି, ମଣ୍ଡଳୀ ମଧ୍ୟରେ ମୁଁ ପାପ କରିପାରିବି। କୌଣସି ପାପ ନ୍ୟାୟବାନ ଈଶ୍ୱରଙ୍କ ସମ୍ମୁଖରେ ଅଦଣ୍ଡିତ ନ ହୋଇ ରହିପାରିବ ନାହିଁ। ନିଶ୍ଚିତ ଭାବେ ସମସ୍ତ ପାପ ଦଣ୍ଡିତ। ଆଉ ଏଇ ପୃଥିବୀ ପୃଷ୍ଠରେ ଏତେ ସବୁ ଯନ୍ତ୍ରଣା, ଏତେ ସବୁ କ୍ଲେଶ। ତଥାପି ଦ୍ୱିତୀୟ ବିଷୟ, ମନୁଷ୍ୟ ଭାରି ଅମାନିଆ, ଭାରି ଅମାନିଆ। ଦେଖନ୍ତୁ 7 ବର୍ଷର ଏମିତି କ୍ଲେଶ, ତାର ବର୍ଣ୍ଣନା ନାହିଁ। ସେମିତି କ୍ଲେଶ, ସେମିତି ଭିତରେ ଲୋକେ କେତେକ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ କହିବେ ଈଶ୍ୱର ଏତେ ନିଷ୍ଠୁର କି? ପ୍ରଭୁ ଆମ ପାଇଁ ଏତେ ଭାରି ଭାରି ଉତ୍ପାତ ଘଟାଉଛନ୍ତି, ଏତେ ନିଷ୍ଠୁର କି? ଦେଖନ୍ତୁ ମନୁଷ୍ୟର ଅମାନିଆ ମନ। ନମ୍ର ହୋଇ ପ୍ରଭୁଙ୍କୁ ବିଶ୍ୱାସ କରି ତାଙ୍କ ନିକଟବର୍ତ୍ତୀ ହେବା ପ୍ରତିବଦଳେ ସେମାନେ ପ୍ରଭୁଙ୍କୁ ଦୋଷାରୋପ କରିବେ, ପ୍ରଭୁ ତୁମେ ଏତେ ନିଷ୍ଠୁର। ମନୁଷ୍ୟର ମନ ଅମାନିଆ ମନ। ତଥାପି ତୃତୀୟ ବିଷୟ, ଈଶ୍ୱର ସେ ଦୟାବାନ। ଏମିତି କ୍ଲେଶ ଚାଲିଛି, ଏମିତି ଦଣ୍ଡ ସବୁ ଚାଲିଛି, ତଥାପି ପ୍ରଭୁ ସୁସମାଚାର ପ୍ରଚାରକୁ ସ୍ଥାନ ଦେଉଛନ୍ତି। 1,44,000 2ଟି ସାକ୍ଷୀ, ପ୍ରଚାର ପରେ ପ୍ରଚାର। ଆଉ ସେଇ 7 ବର୍ଷ ମଧ୍ୟରେ ସୁସମାଚାର ପ୍ରତ୍ୟେକ ଲୋକଙ୍କ କାନରେ ବାଜିବ। ତାପରେ ଯୀଶୁ ମଧ୍ୟ ଆକାଶରୁ ସେ ତଳକୁ ଓହ୍ଲେଇ ଆସିବେ। ସେଥିରେ ମୋତେ ମାଥ୍ୟୁ 24 ପର୍ବ 14 ପଦରେ ଆମେ ଦେଖୁ ଯେ ରାଜ୍ୟର ଏହି ସୁସମାଚାର ସବୁଠାରେ ପ୍ରଚାରିତ ନ ହେବା ଯାଇ ତାଙ୍କର ଦ୍ୱିତୀୟ ଆଗମନ ହବ ନାହିଁ। ତାର ଅର୍ଥ ନାହିଁ ଯେ ଏବେ ଏହି ସମୟରେ ସମସ୍ତେ ସୁସମାଚାର ଶୁଣିବା ପରେ ଯୀଶୁ ଦ୍ୱିତୀୟ ଆଗମନ କରିବେ, ତାହା ନୁହଁ। ତାହା ହେଉଛି ସେଇ 7 ବର୍ଷ କ୍ଲେଶର ସମୟକୁ ପ୍ରକାଶ କରୁଛି। ସେଇ 7 ବର୍ଷ କ୍ଲେଶର ସମୟରେ ସୁସମାଚାର ଯେମିତି କ୍ଷିପ୍ର ବେଗରେ ପ୍ରଚାରିତ ହବ, ସେଇଥିପାଇଁ ଆଜି ଇମେଲ, ସେଇଥିପାଇଁ ଆଜି ହ୍ୱାଟ୍ସଆପ, ସେଇଥିପାଇଁ ଆଜି ଫ୍ଲାଇଟ୍, ସେଇଥିପାଇଁ ଆଜି ବିଜ୍ଞାନ ଚରମ ସୀମାରେ ପହଞ୍ଚୁଛି ଯେ ସେ 7 ବର୍ଷ କ୍ଲେଶ ସମୟରେ ସୁସମାଚାର ସମସ୍ତେ ଶୁଣିବାକୁ ପାରିବେ। ପ୍ରଭୁ ଦୟାବାନ ପରମେଶ୍ୱର କରନ୍ତି, ପ୍ରଭୁ ନ୍ୟାୟବାନ। କୌଣସି ପାପ ତାଙ୍କ ଠାରୁ ଆଉ ତ୍ରାହି ପାଇବ ନାହିଁ। ମନୁଷ୍ୟ ଅମାନିଆ, ବିଶ୍ୱାସ କରିବା ବଦଳେ ସେ ପ୍ରଭୁଙ୍କୁ ଦୋଷାରୋପ କରୁଛି, ନିଷ୍ଠୁର ନିର୍ଦ୍ଦୟ ହୃଦୟ ପ୍ରଭୁଙ୍କ ପାଇଁ ରଖୁଛି। ତଥାପି ପ୍ରଭୁ କୃପାବାନ ଯେ ସେ ତାଙ୍କ ବାକ୍ୟ ସେମିତି କ୍ରିଟିକାଲ ଟାଇମରେ ମଧ୍ୟ ପ୍ରଚାର କରିବା ପାଇଁ, ପ୍ରସାର କରିବା ପାଇଁ ସମସ୍ତ ରାଜ୍ୟର ସମସ୍ତ ଲୋକେ, ପୃଥିବୀର ସମସ୍ତ ଲୋକେ ବାକ୍ୟ ଯେମିତି ଶୁଣିବେ, ପ୍ରଭୁ ଧରାବନ୍ଧା ନିୟମ କରୁଛନ୍ତି। ସମସ୍ତେ ବାକ୍ୟ ଶୁଣନ୍ତୁ, ବିଶ୍ୱାସ କରନ୍ତୁ, ଉଦ୍ଧାର ପାଆନ୍ତୁ। କିନ୍ତୁ ସେତେବେଳେ ଯୀଶୁଙ୍କୁ ବିଶ୍ୱାସ କରି ଉଦ୍ଧାର ପାଇବା ବହୁତ ମୁସ୍କିଲ। ପରିତ୍ରାଣ ବିଶ୍ୱାସ ଦ୍ୱାରା ସବୁ ଯୁଗରେ ସବୁବେଳେ, କିନ୍ତୁ ଆଜି ଯେତିକି ସହଜ ସେତେବେଳେ ବିଶ୍ୱାସ କରି ପରିତ୍ରାଣ ପାଇବି ବୋଲିବା କାଠିକର ପାଠ। ଏ ଅନୁଗ୍ରହ ସମୟ ପ୍ରଭୁ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ଆମେ କୌଣସି ପ୍ରକାରେ ଅମାନିଆ ହେବା ନାହିଁ, କୌଣସି ପ୍ରକାରେ ଆମ ହୃଦୟକୁ କଠିନ କରିବା ନାହିଁ, ନମ୍ର ହେବା, ପ୍ରଭୁଙ୍କ ପଦ ତଳେ ବିନମ୍ର ଭାବେ ଆମେ ବିଶ୍ୱାସ କରୁ ପ୍ରଭୁ ତୁମେ ହିଁ ମୋର ଉଦ୍ଧାର କର୍ତ୍ତା। ଜାଣିପାରୁଛି ପ୍ରଭୁ ତୁମେ ହଠାତ୍ ଦ୍ୱିତୀୟ ଆଗମନ କରିବ, ଆଉ ଯେତେବେଳେ ତୁମେ ଆସିବ ଏ ପୃଥିବୀ ପୃଷ୍ଠ ଥରି ଉଠିବ, କମ୍ପି ଉଠିବ, ଏତେ କ୍ଲେଶ। ପ୍ରଭୁ ଆଜି ମୁଁ ତୁମକୁ ବିଶ୍ୱାସ କରୁଛି ତୁମେ ଏକମାତ୍ର ଉଦ୍ଧାର କର୍ତ୍ତା, ଆଉ ମତେ ତୁମେ
ସେଇ ଉଦ୍ଧାର ସେହି ପରିତ୍ରାଣ ପ୍ରଦାନ କର। ତେବେ ପ୍ରଭୁ ନିଶ୍ଚିତ ଭାବେ ଆମମାନଙ୍କୁ ଦୟା କରେ। ପ୍ରଭୁ ନ୍ୟାୟବାନ ଆଉ ପ୍ରଭୁ କୃପାବାନ ଦୟାବାନ ଈଶ୍ୱର ଅଟନ୍ତି। ପ୍ରଭୁଙ୍କୁ ବିଶ୍ୱାସ କରି ଉଦ୍ଧାର ପାଇଁ ତାଙ୍କ ଗୌରବାର୍ଥେ